ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ମୁଖ୍ୟ କାର୍ଯ୍ୟାଳୟ ପାୱାର ହାଉସଠାରେ 77ତମ ସାଧାରଣତନ୍ତ୍ର ଦିବସ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ସେହିଭଳି ପଶ୍ଚିମାଞ୍ଚଳ ବିଦ୍ୟୁତ ଶ୍ରମିକ ସଂଘ ବଲାଙ୍ଗୀରଠାରେ ମଧ୍ୟ ପତାକା ଉତ୍ତୋଳନ କରିଥିଲେ। ଭବାନୀପାଟଣାଠାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର କାର୍ଯ୍ୟାଳୟଠାରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା। ସେହିଭଳି ଖଣ୍ଡଗିରିରେ ଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଡିଭିଜନ ସ୍ତରୀୟ ଅଫିସରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ଏବଂ ଭବାନୀପାଟଣାଠାରେ ମଧ୍ୟ 77ତମ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା ଏବଂ ରାୟଗଡ଼ାଠାରେ ଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର କାର୍ଯ୍ୟାଳୟଠାରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ଏବଂ କର୍ମଚାରୀମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପିସି ମହାପାତ୍ର ଯୋଗ ଦେଇଥିଲା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।